ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ତ +2 ସେକେଣ୍ଡ ଇୟର ଆର୍ଟ୍ସ ସାଇନ୍ସ ଏବଂ କମର୍ସ ପିଲାମାନଙ୍କ ପାଇଁ ନେଇ ଆସିଛି କ'ଣ କି ନା ତମର ସିଲେକ୍ସନ୍ କ୍ୱେଶ୍ଚିନ୍ 2 ମାର୍କିଆ ପିଲାମାନେ ତମର ନେଇ ଆସିଛି 2 ମାର୍କିଆ କ୍ୱେଶ୍ଚିନ୍। ତ ଚାଲ ପଢ଼ିବା, ନିଶ୍ଚିନ୍ତ ଆ ଭିତରୁ ତମର ଆସିବ ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା ପିଲାମାନେ। କ'ଣ ଦେଇଛି ନା ସମସ୍ତେ ମୋତେ କମେଣ୍ଟ କରୁଥିଲ କି ପ୍ରାୟ ମୋତେ ବାରବାର ଗୋଟେ ପିଲା କମେଣ୍ଟ କରୁଥିଲ କି ମ୍ୟାମ୍ ପତାକା ଉତ୍ତୋଳନର 2 ମାର୍କିଆ 3 ମାର୍କିଆ ଆଣ। ତ 3 ମାର୍କିଆ ନେଇ ଆସିବି ନେକ୍ସଟ କ୍ଲାସ୍କୁ, ତୁମମାନଙ୍କ ପାଇଁ ଆଜି 2 ମାର୍କିଆ ନେଇ ଆସୁଛି ପତାକା ଉତ୍ତୋଳନ ପିଲାମାନେ। ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆନ୍ସର ସବୁ ଅଛି। ତ ଚାଲ ଆମେ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇ ଦେବ, ନୂଆ ନୂଆ ନୋଟିଫିକେସନ୍ ପାଇଁ ଲାଇକ୍ ସେୟାର କରିଦେବ ଏବଂ ଯେଉଁମାନେ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେବାକୁ ଚାହୁଁଛ ସମସ୍ତେ ଜଲ୍ଦି ଡିସ୍କ୍ରିପ୍ସନରେ ଲିଙ୍କ୍ ଦିଆହେଇଛି, ଜଏନ୍ ହେଇଯାଅ। ତ ପିଲାମାନେ ଚାଲ ଆମେ ଷ୍ଟାର୍ଟ କରିବା। କ'ଣ ଦେଇଛି ଦେଖ, ପ୍ରଥମ କ୍ୱେଶ୍ଚିନ୍ କ'ଣ ଦେଇଛି ପତାକା ଉତ୍ତୋଳନର। ସୋମନାଥ ସିଡ଼ିରୁ ପଡ଼ିଯିବା ପରେ କ୍ଷୀଣ କଣ୍ଠରେ ବିଜୟକୁ କ'ଣ କହିଥିଲେ ପିଲେ? ସୋମନାଥ ସିଡ଼ିରୁ ପଡ଼ିଯିବା ପରେ କ୍ଷୀଣ କଣ୍ଠରେ ବିଜୟକୁ କ'ଣ କହିଥିଲେ? ଏଇଟା କେଉଁ ପଡ଼ିଥିଲା ନା 2023 ଆର୍ଟ୍ସରେ ପିଲାମାନେ ପଡ଼ିଥିଲା, 2023 ପଡ଼ିଥିଲା, ପ୍ରିଭିୟସ୍ ଇୟର୍ରେ ଏଇଟା ପଡ଼ିଥିଲା ପିଲାମାନେ। ତ ପ୍ରିଭିୟସ୍ କ୍ୱେଶ୍ଚିନ୍ ଏଇଟା। ତ କ'ଣ ହେବ, କେମିତି ଲେଖା ହେବ ଦେଖ, ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ବର୍ଣ୍ଣନା କରି କହିଛନ୍ତି କି, ଏମିତି ଲେଖିବ। ଉତ୍ତର ଦେବ, ଯାହା 7 ନମ୍ବର ପଢ଼ିଥାଉ କି 3 ନମ୍ବରରେ ପଢ଼ିଥାଉ ତମେ ଏମିତି ଦେବ, ଉତ୍ତର ଦେବ, ଲେଖିବା ଉତ୍ତର 3 ମାର୍କିଆ 2 ମାର୍କିଆ 2ଟା ପଡ଼ିବ, ଆଇ ଦେବ, ଆଇରେ ଲେଖିବ ଏମିତି ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି। ତାପରେ ତଳକୁ ଟିକେ ଲେଖିବ କ'ଣ ଦେଖ, ସୋମନାଥ ବିଜୟ ହାତରୁ ୟୁନିୟନ ଜ୍ୟାକ୍କୁ ଛଡ଼ାଇବା ବେଳେ ବିଜୟ 2 ହାତରେ ତାଙ୍କୁ ଠେଲି ଦେବାରୁ ସେ ତଳ ମହଲାର ଚଟାଣରେ ପଡ଼ିଗଲେ ଓ ତାଙ୍କର ମୁଣ୍ଡ ନାକ ଫାଟିଗଲା। ବିଜୟ ତାଙ୍କ ଉପରେ ଝୁଙ୍କି ପଡ଼ି ଅପରାଧୀ କଣ୍ଠରେ ଜେଜେ ବୋଲି ଡାକିବାରୁ ସୋମନାଥ କ୍ଷୀଣ କଣ୍ଠରେ ତାକୁ ଆଶୀର୍ବାଦ କରି କହିଲେ କ'ଣ ନା, ମୁଁ ଅନ୍ତତଃ ଶାନ୍ତିରେ ମରିପାରିବି ଏଥର। ବୁଝିହେଲା? ତାପରେ ପିଲାମାନେ ଦେଖ ପରବର୍ତ୍ତୀ କ୍ୱେଶ୍ଚିନ୍ କ'ଣ ଦେଇଛି, ପୁତ୍ର ହତ୍ୟା କଲା ପରେ ସୋମନାଥ ନିଜ ନିଜକୁ କ'ଣ ସାନ୍ତ୍ୱନା ଦେଇ ଆସୁଥିଲେ? ଏଇଟା କ'ଣ ପଢ଼ିଥିଲେ ଦେଖ ପିଲେ, ଏଇଟା ବି ପ୍ରିଭିୟସ୍ର ସାଇନ୍ସରେ ପଢ଼ିଥିଲା, 2023 ସାଇନ୍ସରେ ପଢ଼ିଥିଲା। ତ କ'ଣ ଦେବା ଆନ୍ସର କ'ଣ ଦେଇଛି, ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ବର୍ଣ୍ଣନା କରି କହିଛନ୍ତି କି ପୁତ୍ର ହତ୍ୟା କଲା ପରେ ସୋମନାଥ ଜୀବନରେ ଗତ 25 ବର୍ଷ ଭିତରେ ନିଜକୁ ନିଜେ ସାନ୍ତ୍ୱନା ଦେଇ ଆସିଛନ୍ତି। ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ, ଏହା ନିର୍ମମ ହୋଇପାରେ ମାତ୍ର କ'ଣ ନା ଅନ୍ୟାୟ ନୁହେଁ। ନେକ୍ସଟ କ୍ୱେଶ୍ଚିନ୍, ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ କ'ଣ କଲେ? ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ କ'ଣ କଲେ? ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କ'ଣ ନା ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ ତା ପାଦ ତଳେ କ'ଣ ନା ଦୀପ ଜାଳି ଶଙ୍ଖ ଧ୍ୱନି କରୁଥିଲେ। ନେକ୍ସଟ କ୍ୱେଶ୍ଚିନ୍, ଆପଣ ଅନ୍ୟାୟ କରୁଛନ୍ତି ବାପା, ଏହା କିଏ କାହାକୁ ଓ କାହିଁକି କହିଛି? ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କହିଛନ୍ତି କି ଆପଣ ଅନ୍ୟାୟ କରୁଛନ୍ତି ବାପା, ଏହା ଅରୁଣ ରାୟ ବାହାଦୁର ସୋମନାଥ ମହାପାତ୍ରଙ୍କୁ କହିଛନ୍ତି। ଅରୁଣ ସ୍ୱାଧୀନତା ସଂଗ୍ରାମ ନେତୃତ୍ୱ ନେଉଥିବାରୁ ରାୟ ବାହାଦୁର ତାକୁ ଚାବୁକରେ ଆଘାତ କରିବାକୁ ଅରୁଣ ଏହା କହିଛନ୍ତି। ନେକ୍ସଟ କ୍ୱେଶ୍ଚିନ୍ ପିଲାମାନେ, ସନନ୍ଦଟିକୁ କେବେ କିଏ ରାୟ ବାହାଦୁରଙ୍କୁ ଦେଇଥିଲେ? ସନନ୍ଦଟିକୁ କେବେ କିଏ ରାୟ ବାହାଦୁରଙ୍କୁ ଦେଇଥିଲେ? ଏଇଟା କେଉଁଠି ପଡ଼ିଥିଲା ନା 2022 ସାଇନ୍ସରେ ପଡ଼ିଥିଲା ପିଲାମାନେ। ଦେଖ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କ'ଣ କହିଛନ୍ତି ନା ସନନ୍ଦଟିକୁ 1923 ସାଲରେ ଖୋଦ୍ ବ୍ରିଟିଶ ସମ୍ରାଟଙ୍କ ଦ୍ୱାରା ଏକ ଦରବାର ଉପଲକ୍ଷରେ ପ୍ରଦତ୍ତ ହେଉଥିଲା। ନେକ୍ସଟ କ୍ୱେଶ୍ଚିନ୍, ଅରୁଣର ଫଟୋ ଦେଖି ରାୟ ବାହାଦୁରଙ୍କର କ'ଣ ମନେ ହେଉଥିଲା? ଅରୁଣର ଫଟୋ ଦେଖି ରାୟ ବାହାଦୁରଙ୍କର କ'ଣ ମନେ ହେଉଥିଲା ପିଲେ? ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କହିଛନ୍ତି ଫଟୋରେ ଅରୁଣର ପ୍ରତିଭାଦୀପ୍ତ ଆଦର୍ଶୋଜ୍ୱଳ ଚେହେରା ପରିଧାନରେ ଅସହଯୋଗକାରୀ ସତ୍ୟାଗ୍ରହୀର ପରିଚ୍ଛଦ ଦେଖି ରାୟ ବାହାଦୁରଙ୍କ ମନେ ହେଲା ବିଦ୍ୟୁତର ଆଘାତରେ ସେ ଯେପରି ଟଳି ପଡ଼ିବେ। ତାଙ୍କର କମ୍ପିତ ହସ୍ତରୁ ଫଟୋଟି କ'ଣ ନା ତଳେ ଖସି ପଡ଼ିଲା।
नेक्स्ट क्वेश्चन 2022 कॉमर्स रे पढ़थिला पिला माने देख दीर्घ 25 वर्ष धरी राय बहादुर निजको की सांत्वना देउथिले दीर्घ 25 वर्ष धरी राय बहादुर निजको की सांत्वना देइथिले पताका उत्तोलन गाल्पिक सुरेंद्र महांती दीर्घ 25 वर्ष धरी राय बहादुर निजको सांत्वना दे आसिछंती जे पुत्र हत्या कर्तव्य साधन एहा निर्मम होई पारे मात्र कोना अन्याय नुहे। नेक्स्ट राय बहादुर केउ आदेश हेतु अरुण आउ केबे घर को फेरी नथिले एटा 2021 आर्ट्स साइंस कॉमर्स तीनटा पढ़थिला पिला माने राय बहादुर केउ आदेश हेतु अरुण आउ केबे घरु कौन ना घर को फेरी नथिला कौन ना राय बहादुर पुत्र अरुण को आदेश देइथिले एई मुहूर्त रे तुमे ए घरु बाहरी जाओ तुमे आजि ठारू मोर तेज पुत्र एही आदेश जोगु अरुण आउ केबे घर को फेरी नथिला किए ना तांको बापा एटा कहिथिले। तो पिला ए तमरे एटा गल्प गाल्पिक ना लेखिनी तमे लेखिबो बुझिला 2 मार्किया 3 मार्किया माने तमे गल्प गाल्पिक ना लेखिबो। नेक्स्ट क्वेश्चन राय बहादुर केउ सनंदटी को पढ़िबा को आरंभ करथिले राय बहादुर केउ सनंदटी को पढ़िबा को आरंभ करथिले पिले 2021 आर्ट्स साइंस कॉमर्स रे पढ़थिला कोन 1923 साल रे खोद ब्रिटिश सम्राटक द्वारा प्रदत्त सनंदटी को राय बहादुर पढ़िबा को आरंभ करथिले। नेक्स्ट क्वेश्चन सोमनाथंक पिस्तल फुटिया परे कौन घटिला सोमनाथंक पिस्तल फुटिया परे कौन घटिला ना सोमनाथ चाहिथिले पिस्तल आवाज करी विराट जनता पटुआर को घौड़ाई देबा किंतु तांको पिस्तल फुटिया परे पुत्र अरुणर कौन ना रक्ताक्त शव तले खसी पड़िला। नेक्स्ट पुलिस थाना आगे कौन देखा जाउथिला पिले ना पुलिस थाना आगे विराट जनता समावेश देखा जाउथिला सेमाने समस्ते कौन ना निरस्त्र थिले। परवर्ती क्वेश्चन जहार दान खाई मु मनीष तार निमक हाराम असंभव एकथा किए काहाकू कहिछि गल्प पताका उत्तोलन गाल्पिक सुरेंद्र महांती वर्णना करी कहिसंती कि राय बहादुर सोमनाथ महापात्र थिले ब्रिटिश सरकारक अनुगत पुत्र अरुण को आघात करुथिबा बेले पत्नी हेममालिनी प्रतिवाद कला बेले सोमनाथ तांकू कहिथिले जहार दान खाई मु कौन जहार दान खाई मु मनीष तार निमक हारेमी असंभव। नेक्स्ट क्वेश्चन पिला माने कौन शुणी राति अधरे राय बहादुर को निद भांगी जाए कौन शुणी ना केबे जदि राति अधरे राय बहादुर को निद भांगी जाए तेबे केउठी किए जेपरी कांदु थिबार से सुनंती सेही कांद सते जेभली कोनोसी सद्य विधवार बुकुरीचा कांद। नेक्स्ट क्वेश्चन पिला माने स्वाधीन भारतर त्रिरंगा झंडार रंग ऊपर तल को सजाई लेख पताका उत्तोलन गाल्पिक सुरेंद्र महांती स्वाधीन भारतर गौरवर स्मारकी हेउछि तिरंगा झंडा एहार रंग यथाक्रमे ऊपर तल को हेउछि कमला धला सबुज। नेक्स्ट हेममाला दर्पितार कंठरे कौन कहिथिला ना हेममाला दर्पितार कंठरे कहिले जो पताका पाई अरु प्राणबली देइछि से पताका जुगे जुगे रहिबो उन्नत होई किए कहिथिले ना हेममाला। नेक्स्ट जय स्वाधीन भारत की जय ध्वनि महापात्र को किपरि विचलित करथिला बेले ना जय स्वाधीन भारत की जय ध्वनि महापात्र को विचलित करिथिला से बिछना छाड़ी उठी घरर झरका कबाट सबू बंद करने सहित दुई कान दुईटी आंगुठी चापी धरिले। नेक्स्ट देला राय बहादुर क्षिप्त परी कौन करथिले ओ घर भितर कौन अनुभव करथिले ना राय बहादुर क्षिप्त परी घरर झरका कबाट गुड़िक खोलीदेले से अनुभव करथिले सते जेभली बाहरर कोलाहल झड़ी परी घर भितर प्रत्येक स्तब्ध अंधकार कोण थराई देइथिला। नेक्स्ट राय बहादुर तलर रास्ता को चाही कौन देखिले ना पताका उत्तोलन गाल्पिक सुरेंद्र महांती राय बहादुर तलर रास्ता को चाही देखिले एक विराट पटुआर जयध्वनि करी चलीथिले स्वाधीन भारत रे तिरंगा पताका धरी सेमाने जयध्वनि करुथिले। अरुणर फटो खंडिक देखी राय बहादुर को कौन मन होता पिले ना अरुणर फटो खंडिक देखी राय बहादुर को विद्युतर आघात रे टली पड़िबा भली मने होउथिला तांकर कंपित हाथरू से फटोटी तले खसी पड़ीगला। नेक्स्ट क्वेश्चन
ପ୍ରକୃତିସ୍ଥ ହେବା ପରେ ରାୟ ବାହାଦୁର କ'ଣ କରିଥିଲେ? ପ୍ରକୃତିସ୍ଥ ହେବା ପରେ ରାୟ ବାହାଦୁର କ'ଣ କରିଥିଲେ? ନା ପ୍ରକୃତିସ୍ଥ ହେବା ପରେ ରାୟ ବାହାଦୁର ଅରୁଣର ଫଟୋଟି ତଳୁ ଉଠାଇ ନେଇଥିଲେ, ପୁଣି ତାହାକୁ ସେ ଭେଲଭେଟ୍ ବାକ୍ସ ଭିତରେ ବନ୍ଦ କରି ରଖିଦେଲେ। ନେକ୍ସଟ କ୍ୱେଶ୍ଚିନ୍, ରାୟ ବାହାଦୁରଙ୍କ ଚିତ୍କାର ଶୁଣି ଜନତା କେଉଁପରି କୁହାଟୁଥିଲା? ନା ରାୟ ବାହାଦୁରଙ୍କ ଚିତ୍କାର ଶୁଣି ଜନତା ବନ୍ଦେ ମାତରମ୍ କହି କୁହାଟୁଥିଲା। ଏହାପରେ ଲାଠିଚାର୍ଜର ହୁକୁମ ଆସିଲା। ନେକ୍ସଟ, ବିଶୃଙ୍ଖଳ ଜନତା ଭିତରୁ ଅରୁଣ କ'ଣ କହିଥିଲା? ବିଶୃଙ୍ଖଳ ଜନତା ଭିତରୁ ଅରୁଣ କ'ଣ କହିଥିଲା? ନା ବିଶୃଙ୍ଖଳ ଜନତା ଭିତରୁ ଅରୁଣ କହିଥିଲା, ଏ ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ। ବନ୍ଦେ ମାତରମ୍। ପରବର୍ତ୍ତୀ କ୍ୱେଶ୍ଚିନ୍, ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ କ'ଣ ନିର୍ଦ୍ଦେଶ ଦେଇଥିଲା? ନା ଅରୁଣ ଅବିଚଳିତ କଣ୍ଠରେ ଜନତାଙ୍କୁ ନିର୍ଦ୍ଦେଶ ଦେଇଥିଲା, ଭୟ ନାହିଁ, ଭୟ ନାହିଁ ଭାଇମାନେ। ଶ୍ରୀ ରାମଚନ୍ଦ୍ର କମଳ ନୟନର ନୀଲୋତ୍ପଳର ଦେବୀ ଆରାଧନା କରିଥିଲେ ଆମର। ନେକ୍ସଟ ଦେଖ, 2018 କମର୍ସରେ ପଡ଼ିଥିଲା, 25 ବର୍ଷ ଧରି ରାୟ ବାହାଦୁର ନିଜକୁ କ'ଣ ସାନ୍ତ୍ୱନା ଦେଇ ଆସିଛନ୍ତି? ନା ଗଳ୍ପ ପତାକା ଉତ୍ତୋଳନ। ଗାଳ୍ପିକ ସୁରେନ୍ଦ୍ର ମହାନ୍ତି କହିଛନ୍ତି, 25 ବର୍ଷ ଧରି ରାୟ ବାହାଦୁର ନିଜକୁ ସାନ୍ତ୍ୱନା ଦେଇ ଆସିଛନ୍ତି ଯେ ଏ ପୁତ୍ର ହତ୍ୟା କର୍ତ୍ତବ୍ୟ ସାଧନ, ଏହା ନିର୍ମମ ହୋଇପାରେ, ମାତ୍ର ଅନ୍ୟାୟ ନୁହେଁ। ତ ପିଲାମାନେ ତମମାନଙ୍କର ଶେଷ କ୍ୱେଶ୍ଚିନ୍, ହେମମାଳୀ ଦର୍ପିତାର କଣ୍ଠରେ କ'ଣ କହିଥିଲେ? 2018 ଆର୍ଟ୍ସରେ ପଡ଼ିଥିଲା। ହେମମାଳୀ ଦର୍ପିତାର କଣ୍ଠରେ କ'ଣ କହିଥିଲେ? ନା ହେମମାଳୀ ଦର୍ପିତାର କଣ୍ଠରେ କହିଲେ, ଯେଉଁ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି ସେ ପତାକା ଯୁଗେ ଯୁଗେ ରହିବ କ'ଣ? ନା ଉନ୍ନତ ହୋଇ। ତ ପିଲା ତମମାନଙ୍କର 2 ମାର୍କିଆ ସିଲେକ୍ସନ କ୍ୱେଶ୍ଚିନ୍ ଥିଲା 2024 ବୋର୍ଡ ଏକ୍ଜାମ ପାଇଁ। ତ ଆଉ କିଛି ଅବଶିଷ୍ଟ ନେଇ ଆସି ପିଲାମାନେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅ। ରହୁଛି, ଧନ୍ୟବାଦ।